BOD 10 ବ୍ଲକ୍ 2 ୟୁନିଟ୍ 1 ଓଡ଼ିଆ ପଞ୍ଚସଖା ଯୁଗ। ପଞ୍ଚସଖା ଯୁଗକୁ କେଉଁ ସାହିତ୍ୟ କୁହାଯାଏ? ସନ୍ଥ ସାହିତ୍ୟ ବା ଧର୍ମ ସାହିତ୍ୟ। ପଞ୍ଚସଖା କିଏ? ପଞ୍ଚସଖା ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ। ଶୂନ୍ୟ ସଙ୍ଗୀତର ରଚୟିତା କିଏ? ଅଚ୍ୟୁତାନନ୍ଦ ଦାସ। ପଞ୍ଚସଖାକୁ କାହାର ପଞ୍ଚାତ୍ମ ରୂପେ ବିବେଚନା କରାଯାଇଛି? ଶ୍ରୀ ଚୈତନ୍ୟ। ପଞ୍ଚସଖା କାହାର ସମସାମୟିକ ଥିଲେ? ଗଜପତି ପ୍ରତାପରୁଦ୍ରଦେବ 1497 ରୁ 1534। କେଉଁ ସମୟକୁ ପଞ୍ଚସଖା ଯୁଗ କୁହାଯାଏ? 1500 ରୁ 1650 ଖ୍ରୀଷ୍ଟାବ୍ଦ। ସାହିତ୍ୟ ଯୁଗକୁ କେତେ ଭାଗରେ ବିଭକ୍ତ କରାଯାଇଛି? 2 ଭାଗରେ। ପ୍ରଥମ ଭାଗରେ କେଉଁ କେଉଁ କବି ଥିଲେ? ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଶିଶୁ ଅନନ୍ତ ଦାସ, କହ୍ନାଇ ଖୁଣ୍ଟିଆ, ମାଧବ ପଟ୍ଟନାୟକ, ମାଧବୀ ଦାସୀ। ପରବର୍ତ୍ତୀ କବିଗଣ କିଏ? ଅର୍ଜୁନ ଦାସ, ପ୍ରତାପ ଦାସ, ଶଙ୍କର ଦାସ, ନରସିଂହ ସାଣ, କାର୍ତ୍ତିକ ଦାସ, ବିଷ୍ଣୁ ଦାସ। ଗଜପତି ପ୍ରତାପରୁଦ୍ରଦେବଙ୍କର କେଉଁ ବଂଶର ପ୍ରତୀକ? ସୂର୍ଯ୍ୟବଂଶ। ଗଜପତି କପିଳେନ୍ଦ୍ର ଦେବଙ୍କର ପୁତ୍ର କିଏ? ପ୍ରତାପରୁଦ୍ରଦେବ। କପିଳେନ୍ଦ୍ର ଦେବଙ୍କର ପୁତ୍ର କିଏ? ପୁରୁଷୋତ୍ତମ ଦେବ। ପୁରୀର ପଣ୍ଡାମାନେ ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ କେଉଁଠି ଲୁଚି ରଖିଥିଲେ? ଚିଲିକା କୂଳରେ ଚଢ଼େଇଗୁହା ପାହାଡ଼ରେ। ବିଜୟନଗରର ରାଜା କିଏ? କୃଷ୍ଣଦେବ ରାୟ। ପ୍ରତାପରୁଦ୍ରଦେବଙ୍କର ପୁତ୍ର ବୀରଭଦ୍ର କୃଷ୍ଣଦେବ ରାୟ। ପ୍ରତାପରୁଦ୍ରଦେବଙ୍କର କନ୍ୟା ଜଗତମୋହିନୀ। ପ୍ରତାପରୁଦ୍ରଦେବଙ୍କ କେଉଁ ସମୟରେ ଓଡ଼ିଶାର ସୀମା କେଉଁଠାରୁ କେଉଁ ପର୍ଯ୍ୟନ୍ତ ଥିଲା? ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ରାମେଶ୍ୱରମ୍। ଶ୍ରୀଚୈତନ୍ୟ କେବେ ଓଡ଼ିଶା ଆସି ପୁରୀ ଧାମରେ ପହଞ୍ଚିଲେ? 1510 ଖ୍ରୀଷ୍ଟାବ୍ଦ ଫାଲ୍ଗୁନ ମାସ। ଶ୍ରୀଚୈତନ୍ୟ କେଉଁ ଧର୍ମ ପ୍ରଚାର କରୁଥିଲେ? ରାଗାନୁଗ ପ୍ରେମ ଧର୍ମ। ବାସୁଦେବ ସାର୍ବଭୌମ କେତେ ଦିନ ଶ୍ରୀଚୈତନ୍ୟଙ୍କୁ ବେଦାନ୍ତ ତତ୍ତ୍ୱ ଶୁଣିଥିଲେ? 7 ଦିନ। କେଉଁ ନଦୀ ତଟରେ ରାୟ ରାମାନନ୍ଦଙ୍କୁ ସାକ୍ଷାତ କରି 10 ଦିନ ଧରି ସେମାନଙ୍କ ମଧ୍ୟରେ କଥୋପକଥନ ଚାଲିଥିଲା? ଗୋଦାବରୀ ନଦୀ। ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ କିଏ ଥିଲେ? ବଳରାମ ଦାସ। ଚୈତନ୍ୟ ଦେବ ଓଡ଼ିଶା ଆସିବା ବେଳେ ତାଙ୍କୁ କେତେ ବର୍ଷ ହୋଇଥିଲା? 25 ବର୍ଷ। ଶ୍ରୀଚୈତନ୍ୟ ପୁରୀ ମନ୍ଦିର ବେଢ଼ାରେ ଅବସ୍ଥିତ ବଟବୃକ୍ଷ ପାଖରେ କେତେ ବର୍ଷ ପୁରାଣ ପାଠ କରୁଥିବା ସମୟରେ ଜଗନ୍ନାଥ ଦାସଙ୍କୁ ଦେଖିଥିଲେ? 18 ବର୍ଷ ବୟସରେ। ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଉପାଧି କିଏ ଦେଇଥିଲେ ଓ ବଳରାମ ଦାସଙ୍କଠାରୁ ଦୀକ୍ଷା ନେବାକୁ କହିଲେ? ଶ୍ରୀଚୈତନ୍ୟ। କିଏ ପିତାମାତାଙ୍କ ସହିତ ଶ୍ରୀକ୍ଷେତ୍ର ଆଗମନ ସମୟରେ ଶ୍ରୀଚୈତନ୍ୟଙ୍କର ପାଦସ୍ପର୍ଶ କରିଥିଲେ? ଅଚ୍ୟୁତାନନ୍ଦ ଦାସ। ପଞ୍ଚସଖା ସିଦ୍ଧାନ୍ତ ଅନୁସାରେ ଶୂନ୍ୟର ଅର୍ଥ କ'ଣ? ସ୍ୱଭାବହୀନତା। ପଞ୍ଚସଖା କାହାକୁ ଶୂନ୍ୟର ପ୍ରତୀକ ଭାବରେ ଗ୍ରହଣ କରିଥାନ୍ତି? ଜଗନ୍ନାଥ। ବୌଦ୍ଧ ଓ ବୈଷ୍ଣବ ତନ୍ତ୍ର ସାଧନାର କେତେ ଗୋଟି ପୀଠ ଥିଲା? 4 ଗୋଟି। ପ୍ରାଚୀନତମ ପୀଠ କେଉଁଠି? ଉଡ୍ଡୀୟାନ। ଗୁରୁଭକ୍ତି ଗୀତା କାହାର? ଅଚ୍ୟୁତାନନ୍ଦ। ଶୂନ୍ୟ ସଂହିତା କାହାର? ଅଚ୍ୟୁତାନନ୍ଦ। ବଳରାମ ଦାସ। ଜଗମୋହନ ରାମାୟଣ ଦାଣ୍ଡି ରାମାୟଣ କାହାର? ବଳରାମ ଦାସ। ଅଚ୍ୟୁତାନନ୍ଦଙ୍କର ଉଦୟ କାହାଣୀ ଅନୁସାରେ ବଳରାମ ଦାସଙ୍କର ଜନ୍ମ କେବେ? 1448। ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ବଳରାମଙ୍କର ଜନ୍ମ 1472 ବୋଲି କେଉଁ ପୁସ୍ତକରେ ଉଲ୍ଲେଖ କରିଛନ୍ତି? ବଟବକାଶ। ଶ୍ରୀଚୈତନ୍ୟଙ୍କର ଆଗମନ ସମୟରେ ବଳରାମଙ୍କର ବୟସ କେତେ ଥିଲା? 25 ବର୍ଷ। ବଳରାମ ଦାସଙ୍କର ପିତାଙ୍କର ନାମ କ'ଣ? ସୋମନାଥ ମହାପାତ୍ର। ବଳରାମ ଦାସଙ୍କର ମାତାଙ୍କ ନାମ କ'ଣ? ଜମ୍ବୁଦେବୀ ବା ଯମୁନା ଦେବୀ। ସୋମନାଥ ମହାପାତ୍ର କାହାର ମନ୍ତ୍ରୀ ଥିଲେ? ଗଜପତି ମହାରାଜାଙ୍କର। ବଳରାମ ଦାସ କେଉଁ ମଠରେ ସ୍ଥାପନା କରିଥିଲେ? ପୁରୀର ବାଙ୍କିମୁହାଣ ନିକଟସ୍ଥ ଗନ୍ଧର୍ବ ମଠ। ବଳରାମଙ୍କ ରଚନା ଜଗମୋହନ ରାମାୟଣ, ବଟବକାଶ, ଭାବସମୁଦ୍ର, ଲକ୍ଷ୍ମୀପୁରାଣ, ଶ୍ରୀମଦ୍ ଭାଗବତ ଗୀତା, ବ୍ରହ୍ମଗୀତ ବା ଗୁପ୍ତଗୀତ, ବେଦାନ୍ତ ସାର, ଗୁପ୍ତଗୀତ, ଗୀତାସାର, ବ୍ରହ୍ମାଣ୍ଡ ଭୂଗୋଳ, ଶରୀର ଭୂଗୋଳ, ସପ୍ତାଙ୍ଗ ଯୋଗର ସାର ଟୀକା, ଗଣେଶ ବିଭୂତି 1 ଅଧ୍ୟାୟ, ମହାଭାରତ, ଜ୍ଞାନ ଚୂଡ଼ାମଣି, ବିରାଟ ଗୀତା, ଅମରକୋଷ ଗୀତା, ଦୀପ୍ତିସାର ଗୀତା, ଅର୍ଜୁନ ଗୀତା, ଜ୍ଞାନ ଉଜ୍ଜ୍ୱଳ ମଣି ଗୀତା, ଗରୁଡ଼ ଗୀତା, ମନୁ ଗୀତ, ଗଜ ନିସ୍ତରଣ ଗୀତ, ମୃଗୁଣୀ ସ୍ତୁତି, ଦୁର୍ଗା ସ୍ତୁତି, କମଳଲୋଚନ ଚୌତିଶ, ବାରମାସୀ, ରାମ ବିବାହ, ତୁଲାଭିଣା, ମାଳଶ୍ରୀ, ଗୁପ୍ତ ଟୀକା, ସତ୍ତା ବିନୋଦ, ଭୂତକଲି, ରସାକଲି, ବ୍ରହ୍ମପୁରାଣ, କୁରାଳ ପୁରାଣ ଓ କଳି ଭାଗବତ। ଜଗନ୍ନାଥ ଦାସ। ପଞ୍ଚସଖା ଗୋଷ୍ଠୀର ଦ୍ୱିତୀୟ କବି ଥିଲେ ଜଗନ୍ନାଥ ଦାସ। ଜଗନ୍ନାଥ ଦାସ କେଉଁଠାରେ ଜନ୍ମଗ୍ରହଣ କଲେ? ପୁରୀର କପିଳେଶ୍ୱରପୁର ଶାସନରେ। ଅଚ୍ୟୁତାନନ୍ଦ ଦାସ। ପଞ୍ଚସଖା ଯୁଗର ତୃତୀୟ କବି କିଏ? ଅଚ୍ୟୁତାନନ୍ଦ ଦାସ। ଅଚ୍ୟୁତାନନ୍ଦ ଦାସ କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? 1482 ଖ୍ରୀଷ୍ଟାବ୍ଦ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ କଟକ ଜିଲ୍ଲାର ବେମ୍ବାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଅଚ୍ୟୁତାନନ୍ଦଙ୍କର ପିତାଙ୍କ ନାମ କ'ଣ? ଦୀନବନ୍ଧୁ ଖୁଣ୍ଟିଆ। ଅଚ୍ୟୁତାନନ୍ଦଙ୍କର ମାତାଙ୍କର ନାମ ପଦ୍ମାବତୀ ଦେବୀ। ଅଚ୍ୟୁତାନନ୍ଦଙ୍କର ପିତାମହ କିଏ ଥିଲେ? ଗୋପୀନାଥ ମହାନ୍ତି। ଅଚ୍ୟୁତାନନ୍ଦ ପିଲାବେଳେ ପିତାମାତାଙ୍କ ସହ ପୁରୀ ଯାଇଥିଲା ବେଳେ କାହା ସହ ତାଙ୍କର ଦେଖା ଥିଲା? ଶ୍ରୀଚୈତନ୍ୟ। କାହା ନିର୍ଦ୍ଦେଶରେ ଅଚ୍ୟୁତାନନ୍ଦ ସନାତନ ଗୋସ୍ୱାମୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ? ଶ୍ରୀଚୈତନ୍ୟ। ପୁରୀ ଅବସ୍ଥାନ କରିବା ପରେ ଅଚ୍ୟୁତାନନ୍ଦ ଶିଷ୍ୟମାନଙ୍କ ସହ କେଉଁ 4ଟି ତୀର୍ଥ ଭ୍ରମଣ କରିଥିଲେ? ରାମେଶ୍ୱର, ଚିତ୍ରକୂଟ, ଗୋପ, ମଥୁରା, ବୃନ୍ଦାବନ। କାହାକୁ ସାକ୍ଷାତ କରିବାକୁ ଯାଇଥିଲେ? ଯଶୋବନ୍ତ। ଅଚ୍ୟୁତାନନ୍ଦ କେଉଁଠି 10 ଦିନ ପର୍ଯ୍ୟନ୍ତ ସଂକୀର୍ତ୍ତନ କରିଥିଲେ? ଅଢଙ୍ଗଗଡ଼ର ନନ୍ଦିଗ୍ରାମ।
ଅଚ୍ୟୁତାନନ୍ଦ କାହାକୁ ବିବାହ କରିଥିଲେ? ଯଶୋବନ୍ତଙ୍କ ଶାଳଗ୍ରାମ ଅଢଙ୍ଗଗଡ଼ର ଜମିଦାର ରଘୁନାଥ ଚମ୍ପାତିଙ୍କର କନ୍ୟା ଚମ୍ପାବତୀ। ଅଚ୍ୟୁତାନନ୍ଦଙ୍କର ଶିଷ୍ୟମାନଙ୍କର ସଂଖ୍ୟା 16,000। କେତେ ବର୍ଷ ବୟସରେ ଅଚ୍ୟୁତାନନ୍ଦଙ୍କର ଦେହତ୍ୟାଗ ହୋଇଥିଲା? 120 ବର୍ଷ। ଅଚ୍ୟୁତାନନ୍ଦ କେତେଟି ସଙ୍ଗୀତ ରଚନା କରିଥିଲେ? 36ଟି। 78ଟି ଗୀତ ଅଚ୍ୟୁତାନନ୍ଦ ରଚନା କରିଥିଲେ। କେତୋଟି ବଂଶାନୁ ଚରିତ ଥିଲା ଅଚ୍ୟୁତାନନ୍ଦଙ୍କର? 27ଟି। 12ଗୋଟି ଉପବଂଶାନୁ ଚରିତ ରଚନା କରିଥିଲେ। 100 ଖଣ୍ଡ ଭବିଷ୍ୟତ ମାଳିକା, ପଦ୍ୟ, ପଦାବଳୀ, ଢଗଢମାଳି ଅନେକ ଭଜନ ରଚନା କରିବାର ଅଣାକାର ସଙ୍ଗୀତରେ ଜଣାପଡ଼ି। ହରିବଂଶ, ଶୂନ୍ୟସଂହିତା, ଗୋପାଳ ବଲ୍ଲଭ, ଅନନ୍ତ ପୋଇ, ବିପ୍ର ବାଳକ, ବିପ୍ରଚାଳକ, ଚୌରାଶୀ ଯନ୍ତ୍ର, ମଣିବରଣ ଗୀତା, ବ୍ରହ୍ମସଂକଳୀ, ଅଣାକାର ସଂହିତା, ଗୁରୁଭକ୍ତି ଗୀତା, 84 ଚକ୍ର, ଗ୍ରହଣ ଗୀତା, ଅମର ଯୁମର ସଂହିତା, ବ୍ରହ୍ମସଂହିତା, ଜ୍ଞାନପ୍ରଦୀପ ଗୀତା, ତତ୍ତ୍ୱବୋଧିନୀ, ଗରୁଡ଼ ଗୀତା, ବନଟିକା। ଯଶୋବନ୍ତ ଦାସ। ପଞ୍ଚସଖାର ଚତୁର୍ଥ କବି କିଏ? ଯଶୋବନ୍ତ ଦାସ। ଅଚ୍ୟୁତାନନ୍ଦଙ୍କର ଉଦୟ କାହାଣୀ ଅନୁସାରେ ଯଶୋବନ୍ତଙ୍କର ଜନ୍ମ 1487 ଖ୍ରୀଷ୍ଟାବ୍ଦ। ଯଶୋବନ୍ତ ଦାସ ଜଗତସିଂହପୁର ଜିଲ୍ଲାର ଅଢଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଯଶୋବନ୍ତ ଦାସଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖା ଦେବୀ। ଯଶୋବନ୍ତ ଜାତିରେ ମହାନାୟକ ବା କ୍ଷତ୍ରିୟ ଥିଲେ। ବୈଷ୍ଣବ ଧର୍ମ ଗ୍ରହଣ କରିଲେ ଯଶୋବନ୍ତ ଦାସଙ୍କ ସଂଜ୍ଞା କରିଥିଲେ। 12 ବର୍ଷ ବୟସରେ ଯଶୋବନ୍ତ ସନ୍ନ୍ୟାସୀ ହୋଇଥିଲେ ଗୃହତ୍ୟାଗ କରି। ଯଶୋବନ୍ତ ଦାସ ଅଢଙ୍ଗଗଡ଼ର ଜମିଦାର ରଘୁନାଥ ଚମ୍ପତିଙ୍କର ଭଉଣୀ ଅଞ୍ଜନା ଦେବୀଙ୍କୁ ବିବାହ କରିଥିଲେ। ରଘୁନାଥ ଚମ୍ପତି ଅଢଙ୍ଗଗଡ଼ଠାରେ ଯଶୋବନ୍ତଙ୍କ ପାଇଁ ମଠ ଖୋଲି ଦେଇଥିଲେ। ଶିବସ୍ୱରଦ୍ୱୟ, ଆତ୍ମପରଚ ଗୀତା, ପ୍ରେମଭକ୍ତି ବ୍ରହ୍ମଗୀତା, ଅଢଙ୍ଗଗଡ଼ ମାଳିକା, 84 ଆଜ୍ଞା, ବଣଭୋଜି ବୋଲି, ଗୋବିନ୍ଦଚନ୍ଦ୍ର ଯନ୍ତ୍ର ବୋଲି, ମନ୍ତ୍ର ବୋଲି, ଦିବ୍ୟଦେହୀ, ଲୋଇଗୀତା, ହେତୁଦୟ ଭାଗବତ, ଆଗତ ଭୈବିଷ୍ୟ, ଧାନଚୋରୀ, ବାଘଲୀଳା, ଭୟନସାର ଇତ୍ୟାଦି ତାଙ୍କର ରଚନା। ଶିଶୁ ଅନନ୍ତ ଦାସ। ପଞ୍ଚସଖାର ଶେଷ କବି ଶିଶୁ ଅନନ୍ତ ଦାସ। ଶିଶୁ ସମ୍ପ୍ରଦାୟର ପ୍ରତିଷ୍ଠା ଥିଲେ ଶିଶୁ ଅନନ୍ତ ଦାସ। ଶିଶୁ ଅନନ୍ତ ଦାସ କେଉଁଠାରେ ଜନ୍ମଗ୍ରହଣ କରିଲେ? ପୁରୀ ଜିଲ୍ଲାର ବାଲିପାଟଣାର ଏକ କରଣ କୁଲରେ। ଶିଶୁ ଅନନ୍ତ ଦାସଙ୍କର ପିତା କପିଳ ମହାନ୍ତି ଓ ମାତା ଥିଲେ ଗୌରୀ ଦେବୀ। ଅଚ୍ୟୁତାନନ୍ଦଙ୍କର ଉଦୟ କାହାଣୀ ଅନୁସାରେ ଶିଶୁ ଅନନ୍ତଙ୍କ ଜନ୍ମ 1486 ଖ୍ରୀଷ୍ଟାବ୍ଦରେ। ଶିଶୁ ଅନନ୍ତ ଦାସ ଖଣ୍ଡଗିରି ପୀଠଠାରେ ସାଧକ ଜୀବନ ଅତିବାହିତ କରିଥିଲେ। ଶିଶୁ ଅନନ୍ତ ଦାସ କୋଣାର୍କର ସୂର୍ଯ୍ୟଦେବତାଙ୍କ ଠାରୁ ଆଦେଶ ପାଇ ପୁରୀରେ ଶ୍ରୀଚୈତନ୍ୟଙ୍କୁ ସାକ୍ଷାତ କରି ବୈଷ୍ଣବ ଦୀକ୍ଷା ଓ ସୂର୍ଯ୍ୟ ଏକାକ୍ଷର ମନ୍ତ୍ର ପ୍ରାପ୍ତ ହୋଇଥିଲେ। ଜନଶ୍ରୁତି ଅନୁସାରେ ଶିଶୁ ଅନନ୍ତ ଦାସ ଶିଶୁ ରୂପରେ ରୁକ୍ମିଣୀଙ୍କ କୋଳରେ ବସିଥିଲେ। ଚୈତନ୍ୟ ଭାଗବତ ଈଶ୍ୱରଦାସଙ୍କର ପୁରୀ ପ୍ରଭୁ ଜଗନ୍ନାଥ ଶିଶୁ ଅନନ୍ତ ଦାସଙ୍କର ଶିଶୁ ଉପାଧି ଦେଇଥିଲେ। ହେତୁଦୟ ଭାଗବତ, ଚୁମ୍ବକ ମାଳିକା, ମନ୍ତ୍ର ଚନ୍ଦ୍ରିକା, ଗରୁଡ଼ କେଶବ ସମ୍ବାଦ, ପରାର୍ଦ୍ଧବା, ଆଗତ ଭବିଷ୍ୟତ, ପିଣ୍ଡ ବ୍ରହ୍ମାଣ୍ଡ ଗୀତା, ଠିକ୍ ପାଖର ଉଦେବାଖରେ, ଛାଟ ଦାସର ଗୁପ୍ତଟିକା, ବାଗଯନ୍ତ୍ରସ, ଆମଛତ୍ର, ଅଣାକାର ଶବଦ, ଭବମୁକ୍ତିଦାୟକ ଗୀତା, ଅର୍ଥତାରିଣୀ, ଭଜନତତ୍ତ୍ୱ, ପଦ୍ମବନ ରାସ, ଠୋଳଶୂନ୍ୟ ରାସ, ବୈଷ୍ଣବ ପୁରାଣ, ଶିଶୁମନ୍ତ୍ର ବିଚାର ଆଦି ଇତ୍ୟାଦି ତାଙ୍କର ରଚନା। ପଞ୍ଚସଖାରଙ୍କ ରଚନାରେ ଦାଣ୍ଡିବିରୁତ ବା ନବାକ୍ଷରୀ ଛନ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ।